हाय फ्रेंड्स, वेलकम टू आवर चैनल हो ना। तिल एक्सप्रेस आज এইটা গো এইটা এই আরে এটা কোন বাবা গো এইটা आज আগো আজ কোন হইছে आज छोटटा नहीं आज आ गाँ पोखरी धरा होता पूरा ये माछ ଆମ ଭାଗ ମାଛ ନାଇଁ हाँ भाग माछ देखिए काटी दवा ଜୋର କୁହ ଫ୍ରେଣ୍ଡସ୍ ମାନଙ୍କୁ କିଛି ଶୁଣା ଯିବନି। हाँ सुना जीवन देखिए ड्यूटीटा करदे खाया पूर्व ड्यूटीटा करदे आग तितली केमती काटिया ପେଟି ପେଟି ଗୋଟା ହେଇ ଗୋଟା ହବ। पेटी आ काटीटा छाड़ी दवा काटीटा छड़े दवा आग ताले इटा रोही हाँ से केते রহি কেন ଦେଖି ଦେଖି ଦେଖିଲ କେମିତି কেন জানলো এটা রহি বলে रोही तो ହେଲା ହଁ ତା ନାଁ ଲେଖିକି ପୁରା ମାଛ ବାହାରିଛି ପୋଖରୀ। ମତେ କିନ୍ତୁ ପୋଖରୀ ମାଛ ଭଲ ନାହିଁ, କାହିଁକି କ'ଣ ବେ ମତେ ଭଲ ଲାଗେନି ତ ଆମିଷିଆ ଲାଗେ ଆଇଁଷିଆ ଗନ୍ଧ। ଆଉ କ'ଣ ଆନ୍ଧ୍ରା ମାଛ ଏଇ ଯେଉଁ ସବୁ କେମିକାଲ ଦିଆ ହେଇକି ଆସୁଛି ରିଜର୍ଭେଟର ବାଡୁଲ ସିନା ଶୋଇଛନ୍ତି ତିତିଲି ଧନ ତାକୁ ଜଗିଛନ୍ତି। ଆଜି ମାଛ କ'ଣ ହବ? ମାଛ କଟା ହେଇସାରିଲା ପରେ ଚିନ୍ତା କରିବା କ'ଣ ହବ। ବେସର ଆଜି ହବ। ଦେଖନ୍ତୁ ଫ୍ରେଣ୍ଡସ୍ ପୁରା ପାଖରୁ ଦେଖି ଦଉଛି। 1.5 କେଜି ପ୍ଲସ୍ ହବ ଗୋଟା। ଯୋଡ଼ାକ ସବୁ ଛୋଟ ଛୋଟ ମିଳୁଥିଲା 2 କିଲୋରେ ଏ 2 କିଲୋ ଭାଇନା କହିଲେ ହଁ 2 କିଲୋ ଦିଟାକ ମିଶିକି 2 କିଲୋ। ଏଇଟା 1.5 କିଲୋ ହବ, ଏଇଟା 500 ହବ ଆଉ କେତେ ଏଇଆ ନାହିଁ। ଆଗରୁ 4ଟା 5ଟା ଲେଖେ 2 କିଲୋରେ ହଉଥିଲା, ଏଥର କିନ୍ତୁ ବଡ଼ଟେ ଭାଗ ଗୋଟେ ପଡ଼ି ସେଟା ଭଲ ଲାଗେନି। 4ଟା 5ଟା ଛୋଟ ଛୋଟ ମାଛ ଗୁଡାକ ମାଛ ତିତିଲି ଜମା ଖାଇପାରେନି। କଣ୍ଟା ବଳ ହେଇଥାଏ। ଅଲରାଉଣ୍ଡର ହବାକୁ ପଡୁଛି। ଆମର ମାଛ ଆସିଲେ ତମେ କାଟ ନାଇଁ, ଆଉ ମତେ କାଟି ଆସେନି। କାଟି ଆସିବନି, ଡରିବ ଯେ ମାନେ ହାତ କଟିଯିବ କି କ'ଣ, ହାତ କଟିଆରେ ନାଇଁ, ଆଉ ଧରି ପାରିବନି। ନା ମୋ ହାତରୁ ଖାଲି ଖସିଯିବ। ଶିଖିଲେ ହବ ନା ଆଉ। କିଏ ସେ କ'ଣ ପାଇଁ ଶିଖିବ? ମାଛ ବାଲା ତ ମାଛ କାଟିକି ଦଉଛି, ଖାଲି ପୋଖରୀ ମାଛ ଧରା ହେଲେ ଏଇଟା କଟା ହବା କଥା କରେ। ନାଇଁ ଆଜି ମୁଁ ମାଛ ବାଲା ନାଇଁ କି। ହଁ ହଉ ପେଟି କାଟିଦେବ, ଝିଅ ଖାଇପାରୁନି, ନହେଲେ ତିତିଲି ଖାଇପାରୁନି ପେଟି ନ କାଟିଲେ। ସିଏ ପିଲା ଲୋକ, ସେ ମାଛ ଖାଇବନି, ସେ ଜୟଗୁରୁ ଦୀକ୍ଷା ନବ। ତାକୁ ବର୍ଷେ ହବ ଯାକ ସେ ଖାଇଲା ବେଳକୁ ଆମେ ସବୁ ଛାଡ଼ିଦେବା ମାଛ, ଜୟଗୁରୁ ଦୀକ୍ଷା ନେଇଯିବା। ମନ ଯଦି କହୁଛି ଛାଡ଼ିବା ପାଇଁ ଛାଡ଼, ଆଉ ବାଧ୍ୟବାଧକତାରେ ନାହିଁ। ଆଉ ଛାଡ଼ିଦେବ ତ ଏଇ ଭାଗ ମାଛଟା କିଏ ଖାଇବ? କିଏ ଖାଇବ କି ରେ? ସାଙ୍ଗମାନଙ୍କୁ ଦେଇଦେବା, ପଠେଇବା। ଚାଲିଛି କାମ। ମାଛ ଗୋଟା କାଟିବାଟା ଗୋଟେ ବଡ଼ ଟେନସନ୍। ଟେନସନ୍ ନାହିଁ ଆଉ କ'ଣ। ଭଲରେ ଯଦି କାଟିଟା ଛଡ଼ା ନହେଲା ତାହେଲେ ଖାଇଲା ବେଳକୁ ଶୋଇଛି ଝିଅ, କାଟିଟା ଯଦି ଲାଗିଲା ସିଏ ବି ଭଲ ଲାଗିବନି। ପୋଖରୀ ମାଛ ସମସ୍ତଙ୍କର ଫେଭରାଇଟ୍। ମୁଁ ଭାବିଲି ତଳ ନାହିଁ ହେଇଯିବଣି। ନାତିକି ନ କହିଲେ ହବ। ପିତ୍ତ ବାହାରି ପଡ଼ିଲାଣି। ପିତ୍ତ ଯଦି ଫାଟିଯିବ ଫ୍ରେଣ୍ଡସ୍ ବହୁତ ପିତାଲା ହେଇଯିବ ମାଛ ନାଇଁ। ଜାଣିଛି, ସାଙ୍ଗମାନେ ସବୁ ଜାଣିଛନ୍ତି। ଏଇଟା ଗଡ଼ି କଟା ହବ, ଗଡ଼ି। ପନିକିରେ ଦାଢ଼ ନାହିଁ, ସେଥିପାଇଁ ଏମିତି ହେଉଛି। ମଣିଷ ନାକ କାଟିଲେ ବି ଛିଡ଼ିବନି। ନାକ କାଟିଲେ ଛିଡ଼ିବନି। ଆସ ଦେଖିବା, ଯାଇକି ଟ୍ରାଏ କରିବା। କାହା ନାକ କାଟା ହବ? ଲାଞ୍ଜଟା ମୁଁ ସବୁବେଳେ ଟିକେ ଲମ୍ବା କରି ରଖେ, କାହିଁକିନା ସେ ଲାଞ୍ଜଟା ଖାଇଲା ବେଳକୁ ଲାଞ୍ଜଟା ପାଟିକି ପଳଉଛି ଛୋଟ ହେଲା ମାନେ। ଲମ୍ବା ରଖିଥିଲେ ଯିବନି। ହଁ ଆଚ୍ଛା, ବର୍ତ୍ତମାନ ବଡ଼ଟା ଧରିବା।
ଏଇଟା ସବୁ କାଟି ଛଡ଼ା ହେଇଯାଇଛି ତ ନା ନାଇଁ କାଟି ଛଡ଼ା ହେଇଯାଇଛି ବର୍ତ୍ତମାନ ପେଟି ଗୋଟା ବଡ଼ ବଡ଼ ପକ୍ଷ ବଡ଼ ବଡ଼ ଟିକେ ଦାଢ଼ ନାହିଁ ପନିକିରେ ଯେ ମାଛଟା ଆଉ କାଟି ହେଉନି। ଆମ ଅଛି ଯେ ଆମେ କ'ଣ ଅଭ୍ୟସ୍ତ କି ନା ନା ଆମ ପନିକିରେ ଦାଢ଼ ନାହିଁ। ଦାଢ଼ କରିବା ଏଥର ଦାଢ଼ କରିଦେବା ଦେଖି ଏମିତି କହିଲନି ତମେ 3 ବର୍ଷ ହେଲା ହଁ 5 ବର୍ଷ ହେଲା ଏମିତି କରିଦେବା କରା ହେଇନଥିଲା କି ମଝିରେ ବହୁତ ପ୍ରୋବ୍ଲେମ୍ ହେଉଛି ମାଛ କାଟିଲାଣି ନା ନାଇଁ। ମୁଣ୍ଡଟା ଦିଫାଳ କରିଦେବ। ମୁଁ ଏଇନା କହିଥିଲି ପେଟି କଟା ହେଉଛି। ବାବା ପେଟି କାଟିବ ତୁତୁଲ ଉଠିକି ପଳେଇ ଆସିଲା ମାମା ତୁତୁଲ ଉଠିକି ପଳେଇ ଆସିଲା। ତୁତୁଲ ଏଇଟା ହାଇ କରିଦେ ଦାନ୍ତ ଖାଲି କଡ଼ମଡ଼ କର ଶୋଇଥିଲା ଉଠିକି ପଳେଇ ଆସିଲା। ଆଇ କ୍ୟାନ୍ ଇଟ୍ ମଞ୍ଜି ହେଇଛି କି ମଞ୍ଜି କେବେ ହେବା କଥା ଏବେ ହେବା କଥା ନା ସବୁ ଚର୍ବି ଚର୍ବି କୋଉଟା ଚର୍ବି ପ୍ରବଳ ଚର୍ବି। ହଁ ହଁ ଦେଖିଲ ପିତ୍ତଟା ବାହାରି ପଡ଼ିଲା ଅଟୋମେଟିକାଲି। ଦେଖି ମତେ ଟିକେ ଦେଖା ମୁଁ ଦେଖିନି ସେଟା କ'ଣ ପିତ୍ତ ମାନେ କ'ଣ ସେଟା ରୁହ ରୁହ ରଖିଥ ତଳେ କାହିଁ ପକେଇଲ। ଦେଖନ୍ତୁ ଫ୍ରେଣ୍ଡସ୍ ଆମର ମାଛ କଟା ବର୍ତ୍ତମାନ ସରିଲା ରୋଷେଇ ହବ ନାଇଁ। କହନ୍ତି ବାତ ପେସେଣ୍ଟକୁ ଏଇଟା ଭଲ ହଉ ଆମ ଭିଡ଼ିଓ ଯଦି ଭଲ ଲାଗିଥାଏ ଲାଇକ୍ ସେୟାର ଆଉ କମେଣ୍ଟ କରିବେ ସବସ୍କ୍ରାଇବ୍ ମଧ୍ୟ କରିବେ। ରହିଲୁ ବାଏ।